କଳ ଶାସ୍ତ୍ର ତଉସାର ଯାର ମହିମା ଗୋଚର ତାହାର ଭକ୍ତି ଯେଣୁ ନାହିଁ ଏଣୁ ମୋ ଚିତ୍ତ ସ୍ଥିର ନାହିଁ। ତୁମ୍ଭେ ସକଳ ଗୃହ ଜାଣ ବିଷ୍ଣୁର ମହିମା ପ୍ରମାଣ ସେ ସର୍ବ ଜୀବଙ୍କ ଈଶ୍ୱର ଯାର ମାୟାରେ ଏ ସଂସାର ସଜଇ ପାଳଇ ସଂହାରେ ତ୍ରିଗୁଣ ବଳେ ସେ ବିହାରେ ସେ ମାୟା ତାକୁ ନ ଲାଗଇ ନିତ୍ୟ ସେ ନିଜ ସୁଖେ ଥାଇ ଏ ତିନି ଲୋକେ ତୁମ୍ଭେ ଦେହେ ନିରତେ ଭ୍ରମେର ବିପ୍ରାୟ ପ୍ରାଣିକ ବାହ୍ୟ ଅଭ୍ୟନ୍ତରେ ଯେସନେ ସମୀର ସଞ୍ଚରେ ଆତ୍ମାକୁ ଆତ୍ମା ସାକ୍ଷୀ ରୂପେ ନିତ୍ୟ ବିହରେ ନିଜ ସୁଖେ ସେ ବିଷ୍ଣୁ ପଦ ବ୍ରହ୍ମ ଜଳେ ତୁମ୍ଭର ସାହାନ ନିଶ୍ଚଳେ ସେ ଜଳ ଶୀତ ଉଷ୍ଣ ଭାବ ନିତ୍ୟ ତୁମ୍ଭର ଅନୁଭବ ତାହାର ମହିମା ପ୍ରମାଣେ ତୁମ୍ଭକୁ ଅନେକେ ବା ଜାଣେ କହ ଆନନ୍ଦେ ମୁନିବର ଯେମତେ ମନ ହେବ ସ୍ଥିର। ଏଠାରେ ଭଗବାନ ବେଦବ୍ୟାସ କହୁଛନ୍ତି ଯେ ତମେ ତ ସବୁବେଳେ ଗୋବିନ୍ଦ ସ୍ମରଣ କରୁଛ। କାହାକୁ କହୁଛ? ଦେବଶ୍ରୀ ନାରଦକୁ କହୁଛ। ଭଗବାନ ବାସୁଦେବ ତୁମେ ତ ଭଗବାନଙ୍କୁ ସ୍ମରଣ ସଦାବେଳେ କରୁଛ, ତାଙ୍କର ଅନୁଭବ ସଦାବେଳେ ତୁମ ପାଖରେ ଅଛି। ସେଥିପାଇଁ ତୁମେ ସବୁ ସକଳ ତୁମେ ଜାଣୁଛ। ସେଥିପାଇଁ ମତେ କ'ଣ କୁହ, ମୁଁ କ'ଣ କଲେ ଏ ସଂସାର ଚିନ୍ତା ଦୂର ହେବ। ନାରଦ ବାଚ ହୋ ମୁନି ସତ୍ୟ ଏ ବଚନ ତେଣୁ ସନ୍ତୋଷ ନୁହେଁ ବନ ଧନ ସମ୍ପଦ କାମ ଅଟେ ଯେତେ କହିଲ ବେଦ ଶାସ୍ତ୍ରେ। ଏଠାରେ ନାରଦ କହୁଛନ୍ତି, ଦେବଶ୍ରୀ ନାରଦ କହୁଛନ୍ତି ଯେ ଯେତେ ଶାସ୍ତ୍ର ରଚନା କଲ ସବୁ କର୍ମଶାସ୍ତ୍ର, ସମ୍ପଦ କାମ ଅର୍ଥେ। ଯେତେ ବେଦ ପୁରାଣ ଶାସ୍ତ୍ର ରଚନା କଲ ଧର୍ମ ଅର୍ଥ କାମ ପାଇଁ, କିନ୍ତୁ ଭକ୍ତି ରସ ସେଥିରେ ନାହିଁ।